ଭାଇନା କେବେ ଇଚ୍ଛା ହେଇନି ଯାତ୍ରାରେ ସଙ୍ଗୀତ ନିର୍ଦ୍ଦେଶନା ଦେବା? ମୁଁ ସିଆଡ଼କୁ ଧ୍ୟାନ ଦେନି କାହିଁକିନା ଏକରେ ଚାକିରି କରୁଥିଲି, ସମୟ ନଥିଲା ମୋ ପାଖରେ। ଆଉ ଚାକିରି ମୁଁ ଏକରେ ଯାତ୍ରା ଦେଖି ନାହିଁ ଆଜି ପର୍ଯ୍ୟନ୍ତ, ମୁଁ ଯାଇନି କେବେ ଦେଖିବା କେବେ ପାଇଁ। ଯାତ୍ରା ମଞ୍ଚରେ ନାଇଁ 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 ମୁଁ ଯାଇନି। ମାନେ ଦୈତାରୀ ପଣ୍ଡାକୁ ଜାଣନ୍ତି ନାହିଁ? ଦୈତାରୀ ପଣ୍ଡା ମୋ ଫିଲ୍ମରେ ରୋଲ୍ କରିଛନ୍ତି। ହେଲା, କିନ୍ତୁ ତାଙ୍କ ଯାତ୍ରା ସିନ୍ ଦେଖାନ୍ତିନି? ମୁଁ ଯାତ୍ରା ସିନ୍ ଟିଭିରେ ଦେଖିଛି, ମାନେ ମୁଁ କିନ୍ତୁ ପ୍ରାକ୍ଟିକାଲ ଯାତ୍ରା ଯାଇକିରି ଅନିଦ୍ରା ରହିକି କେବେ ଦେଖିନି। ଆଚ୍ଛା ଆଚ୍ଛା। ଦୁଃଖିତ ସେଥିପାଇଁ, ମୁଁ ଯିବାକୁ ଚାହୁଁଛି, ହେଉନି, ମୋତେ ମିଳୁନି, ଚାନ୍ସ ମିଳୁନି। ସୁଯୋଗ ମିଳେ ଯିବେ? ଯିବି ନା, ମୋର ଇଚ୍ଛା ଯିବା ପାଇଁ, ମୋତେ ସୁଯୋଗ ମିଳିନି ଆଉ। ଭାଇ ଗତକାଲି ଓଡ଼ିଆ ସଙ୍ଗୀତ ଜଗତରେ ଗୋଟେ ଶୋକର ଛାୟା ଖେଳିଯାଇଛି। ଆମ ଗହଣରେ ନାହାନ୍ତି ପ୍ରଖ୍ୟାତ କଣ୍ଠଶିଳ୍ପୀ ଯିଏକି ସଙ୍ଗୀତ ପାଇଁ ଯାହାଙ୍କ ଜନ୍ମ ହୋଇଥିଲା, ପ୍ରଣବ ପଟ୍ଟନାୟକ। ମାତ୍ର 83 ଏଜ୍ରେ ସେ ସମସ୍ତଙ୍କୁ ଛାଡ଼ି ଚାଲିଗଲେ। ଗୋଟେ ଶୋକ ସାଗରରେ ଭସେଇଲେ ଓଡ଼ିଆ ସିନେମା ଜଗତ ପାଇଁ ଗୋଟେ ଅପୂରଣୀୟ କ୍ଷତି, ଗୋଟେ ବଡ଼ କ୍ଷତି ହୋଇଗଲା। ତ ଆପଣ ତାଙ୍କ ସହିତ କେମିତି ଥିଲେ, କ'ଣ ସମ୍ପର୍କ ଥିଲା, କେବେ କଥା ହେଇଥିଲେ, ଶେଷ କଥା କେବେ ମନେ ଅଛି ସ୍ମୃତି? ଶୁଣନ୍ତୁ, ପ୍ରଣବ ପଟ୍ଟନାୟକ ଜଣେ କିମ୍ବଦନ୍ତୀ କଣ୍ଠଶିଳ୍ପୀ ଓଡ଼ିଶାର। ସେ ଆକ୍ଚୁଆଲି ଯୋଗଜନ୍ମା ଯେଉଁ କୁହାଯାଏ କିଛି ଶବ୍ଦ ତାଙ୍କ ପ୍ରତି ସେ ଲାଗିପାରିବ। ସେ ଯେଉଁ ତାଙ୍କର ଯେଉଁ ଭଏସ୍ର କଲଚର୍ ଥିଲା, ତାଙ୍କର ଯେଉଁ ଡେପ୍ଥ ଥିଲା, ତାଙ୍କ ଭଏସ୍ର ଯେଉଁ ଓଜନ ଥିଲା, ମାନେ ଖାଲି ଓଡ଼ିଶା ନୁହଁ, ଇଣ୍ଡିଆରେ ବି ବହୁତ କଣ୍ଠଶିଳ୍ପୀଙ୍କର ସେମିତି ଗାମ୍ଭୀର୍ଯ୍ୟପୂର୍ଣ୍ଣ ଗଳା ନାହିଁ। ସେଇଟାକୁ ସେ କ୍ୟାରି କରିଥିଲେ ଓଡ଼ିଶାରେ। ଆଉ ପାଖାପାଖି 60 ବର୍ଷ ସଙ୍ଗୀତ ପ୍ରତି ସମର୍ପଣ ଯାହାର, 1958-59ରେ ବୋଧେ ସେ ମା ଫିଲ୍ମରେ ଆରମ୍ଭ କରିଥିଲେ। ତାଠୁ 60 ବର୍ଷ ଯେ ସଙ୍ଗୀତରେ ସମର୍ପଣ କରି ଓଡ଼ିଶାରେ ଅଛନ୍ତି, ସେ କେତେ ମହାନ ତା ବିଷୟରେ କହିବା ମୋ ଭଳିଆ କଣ୍ଠଶିଳ୍ପୀ ଠିକ୍ ହେବନି। ତେବେ ସେ ଓଡ଼ିଶାର ଜଣେ ବହୁତ ବଡ଼ କଣ୍ଠଶିଳ୍ପୀ ଥିଲେ। ଆଉ ତାଙ୍କ ବିୟୋଗରେ ସାରା ଓଡ଼ିଶା ଦୁଃଖିତ ନିଶ୍ଚିତ ଭାବରେ। ଆଉ ଯେଉଁ ସମ୍ପର୍କ କଥା, ସଙ୍ଗୀତ ଯାତ୍ରା ଭିତରେ ତାଙ୍କ ସହିତ ଅନେକ ସମ୍ପର୍କ, ଅନେକ ବାର ଦେଖା ହେଇଛି। ବିଭିନ୍ନ ମଞ୍ଚରେ, ଭଜନ ମଞ୍ଚକୁ ସେ ଆସନ୍ତି। ଆପଣଙ୍କୁ ସାନ ଭାଇ ଭଳିଆ ଦେଖୁଥିଲେ? ହଁ, ସେ ମୋତେ ଖାଲି ନୁହଁ, ତାଙ୍କର ଏତେ ଜଣେ ସିଦ୍ଧ ପୁରୁଷ ବା ସିଦ୍ଧ ସଙ୍ଗୀତଜ୍ଞ ଯାହାକୁ କୁହାଯାଏ, ଯେଉଁମାନେ କଷଟି ପଥରରେ କଷି ହେଇକି ଯିଏ ଯାଇଛନ୍ତି, ସେମାନେ କେବେ ଉପର ତଳ ଭାବିନଥାନ୍ତି। ଯେମିତି କହୁଥିଲେ ଆଜିକାଲି ସିଙ୍ଗର ଗୋଟିଏ ଗୀତ ଗାଇଲା ପରେ ଆଉ ତଳକୁ ଚାହାନ୍ତିନି। ବଟ୍ ତାଙ୍କଠୁ ଶିଖିବାର ଅଛି, ଏତେ ଉପରେ ଥାଇ ମଧ୍ୟ ଯାହାକୁ ଦେଖିବେ, ମୋତେ ଦେଖିଲେ ବି ଆରେ ପ୍ରଶାନ୍ତ କ'ଣ କରୁଛୁ, କ'ଣ ଗାଉଛୁ, ଏ ଯେଉଁ କଥା, ଆଶୀର୍ବାଦମୂଳକ କଥା, ଏଗୁଡ଼ାକ ଧୀରେ ଧୀରେ ଆଉ ନାହିଁ। ମାନେ ଓଡ଼ିଶାରେ ସବୁ ମେରୁଦଣ୍ଡ ସବୁ ଚାଲିଗଲେଣି। ତେଣୁ ଓଡ଼ିଶା ସଙ୍ଗୀତର ଯେ ଆଗକୁ କେମିତି ବଢ଼ିବ, କିଏ ଏ ଭାର ବୋହିବ, ଭାବିଲା ବେଳେ ଚିନ୍ତା ଲାଗୁଛି ଭାରି।